ଆମେ ସମସ୍ତେ ପିଲାବେଳୁ କେତେ କାହାଣୀ ଶୁଣିଛେ ନୁହେଁ କି ଯେଉଁଥିରେ କିଛି ନା କିଛି ଶିକ୍ଷା ଥାଏ ହେଲେ କେବେ ଭାବିଛନ୍ତି ଏଇ କାହାଣୀ ସବୁ ଆସିଲା କେଉଁଠୁ ତାହେଲେ ଚାଲନ୍ତୁ ଏହାର ମୂଳକୁ ଯିବା ଯାହା ବହୁତ ପୁରୁଣା ଆଉ ବହୁତ ଆଶ୍ଚର୍ଯ୍ୟଜନକ ବି। ତେବେ ଆଜି ଆମେ କ'ଣ ସବୁ ଜାଣିବା? ଆମେ ଦେଖିବା ବୁଦ୍ଧଙ୍କ ପୂର୍ବଜନ୍ମର କାହାଣୀଗୁଡ଼ିକ କ'ଣ, ସେଗୁଡ଼ିକ କେମିତି ଏକ ଖାସ୍ ଫର୍ମୁଲାରେ କୁହାଯାଉଥିଲା, ବୋଧିସତ୍ତ୍ୱଙ୍କଠାରୁ କ'ଣ ଶିଖିବାକୁ ମିଳେ, ଆଉ ହଜାର ହଜାର ବର୍ଷ ପରେ ବି ଏହାର ପ୍ରଭାବ କେମିତି ରହିଛି, ଆଉ ଶେଷରେ ଏହା ପଛରେ ଥିବା ଏକ ଗଭୀର ଦର୍ଶନକୁ ବି ବୁଝିବା। ଠିକ୍ ଅଛି, ତାହେଲେ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ। ଆସନ୍ତୁ ଏହି ନୈତିକ କାହାଣୀଗୁଡ଼ିକର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା। ଆମେ ସମସ୍ତେ ପଞ୍ଚତନ୍ତ୍ର କିମ୍ବା ଇସପ୍ଙ୍କ କାହାଣୀ ଶୁଣିଛେ, ଯେଉଁଥିରେ ପଶୁପକ୍ଷୀମାନେ କଥାବାର୍ତ୍ତା କରନ୍ତି ଆଉ ଶେଷରେ ଏକ ଶିକ୍ଷା ଦିଅନ୍ତି। କିନ୍ତୁ କେବେ ମନକୁ ଆସିଛି ଏସବୁର ଆରମ୍ଭ କେଉଁଠୁ ହେଲା? ଏଇ ଧାରଣାଟା ଆସିଲା କେଉଁଠୁ? ଏହାର ଉତ୍ତର ଲୁଚି ରହିଛି ଜାତକ କଥାରେ। ଜାତକ ଏହି ଶବ୍ଦର ଅର୍ଥ ହିଁ ହେଉଛି ଜନ୍ମ ସମ୍ବନ୍ଧୀୟ, ଆଉ ଏହା ହେଉଛି ସେହି ପ୍ରାଚୀନ କାହାଣୀଗୁଡ଼ିକର ସଂଗ୍ରହ ଯେଉଁଥିରେ ଭଗବାନ ବୁଦ୍ଧଙ୍କର ସିଦ୍ଧାର୍ଥ ଗୌତମ ରୂପେରେ ଜନ୍ମ ନେବା ପୂର୍ବରୁ ହୋଇଥିବା ଶହ ଶହ ପୂର୍ବଜନ୍ମର କଥା ରହିଛି। ଆଉ ଜାଣନ୍ତି, ଏହିସବୁ କାହାଣୀର ମୁଖ୍ୟ ଚରିତ୍ର ବା ନାୟକ ହେଉଛନ୍ତି ବୋଧିସତ୍ତ୍ୱ। ବୋଧିସତ୍ତ୍ୱମାନେ ଏମିତି ଏକ ଆତ୍ମା ଯିଏ ବୁଦ୍ଧ ହେବାର ଏକ ଲମ୍ବା ଯାତ୍ରାରେ ଅଛନ୍ତି। ଆଉ ସବୁଠୁ ମଜା କଥା କ'ଣ ଜାଣନ୍ତି? ବୋଧିସତ୍ତ୍ୱ ଅନେକ ରୂପରେ ଜନ୍ମ ନେଇଥିଲେ। କେତେବେଳେ ରାଜା, ତପସ୍ୱୀ ବା ବଣିକ, ତ ଆଉ କେତେବେଳେ ହାତୀ, ମାଙ୍କଡ଼, ଏମିତିକି ହରିଣ ବି। ଏହାର ଗୋଟେ ବହୁତ ଗଭୀର ଅର୍ଥ ଅଛି। ଏହା ବୁଝାଇ ଯେ ଭଲ ହେବାର ସମ୍ଭାବନା ଖାଲି ମଣିଷ ଭିତରେ ନୁହେଁ, ବରଂ ପ୍ରତ୍ୟେକ ଜୀବ ଭିତରେ ଲୁଚି ରହିଛି। ହେଲେ ଏତେ ସବୁ ଜନ୍ମ ନେବାର ଉଦ୍ଦେଶ୍ୟ କ'ଣ ଥିଲା? ଉଦ୍ଦେଶ୍ୟ ଥିଲା 10ଟି ପାରମିତା ବା ସର୍ବୋଚ୍ଚ ଗୁଣକୁ ହାସଲ କରିବା, ଯେମିତିକି ଦାନ, ଧୈର୍ଯ୍ୟ ଆଉ ଜ୍ଞାନ। ଏହିସବୁ ଗୁଣ ହିଁ ଜଣଙ୍କୁ ବୁଦ୍ଧତ୍ୱ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରେ। ଏବେ ଚାଲନ୍ତୁ ଏହାର ଆଉ ଏକ ଦିଗକୁ ଦେଖିବା। ଏହି କାହାଣୀଗୁଡ଼ିକ କେମିତି କୁହାଯାଉଥିଲା, କାରଣ ଏହାର ଶୈଳୀ ବି ବହୁତ ନିଆରା ଆଉ ପ୍ରଭାବଶାଳୀ ଥିଲା। ଏହାର ଗୋଟିଏ 3 ସ୍ତରୀୟ ଫର୍ମୁଲା ଥିଲା। ପ୍ରଥମେ ପଚୁପନ୍ନ ବସ୍ତୁ, ମାନେ ବର୍ତ୍ତମାନରେ କ'ଣ ସମସ୍ୟା ଚାଲିଛି। ତାପରେ ଅତୀତ ବସ୍ତୁ, ଯେଉଁଠି ବୁଦ୍ଧ ସେହି ସମସ୍ୟା ସହ ଜଡ଼ିତ ନିଜର ପୂର୍ବଜନ୍ମର କାହାଣୀଟିଏ କହୁଥିଲେ। ଆଉ ଶେଷରେ ସମାଧାନ, ଯେଉଁଠି ସେହି ଅତୀତର ଚରିତ୍ରମାନଙ୍କୁ ବର୍ତ୍ତମାନର ଲୋକଙ୍କ ସହିତ ଯୋଡ଼ାଯାଉଥିଲା। କେତେ ଚମତ୍କାର ନୁହେଁ? ଏହାକୁ ଏମିତି ବି ଭାବିପାରିବେ ଯେମିତି ଏକ ଲାଇଭ୍ କାଉନ୍ସେଲିଂ ସେସନ୍। ବୁଦ୍ଧ ସତେ ଯେମିତି କହୁଥିଲେ, ଦେଖ ତୁମେ ଆଜି ଯେଉଁ ସ୍ଥିତିରେ ଅଛ, ମୁଁ ବି ସେଇଠିରେ ଥିଲି, ଆଉ ମୁଁ ଏହାକୁ ଏମିତି ସମ୍ଭାଳିଥିଲି। ଏହା କେତେ ପ୍ରେରଣାଦାୟକ! ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଏହି ଯେଉଁ 2500 ବର୍ଷ ପୁରୁଣା ଫର୍ମୁଲା, ଏହା ଆଜି ବି ସେତିକି ପ୍ରାସଙ୍ଗିକ। ଆଜିକାଲିର ବଡ଼ ବଡ଼ ଟେଡ୍ ଟକ୍ସ ହେଉ କିମ୍ବା ଲିଡରସିପ୍ ସ୍ପିଚ୍, ସେଥିରେ ବି ଏହାର ଝଲକ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଭଲ ଭାବେ କଥା କହିବାର କଳା କେବେ ପୁରୁଣା ହୁଏନି। ଆମେ ତ କହିବାର ଶୈଳୀ ଜାଣିଲେ, ଏବେ ଆସନ୍ତୁ ଦେଖିବା ଏହି ଜାତକ କାହାଣୀ ସଂଗ୍ରହ ପ୍ରକୃତରେ କେତେ ବଡ଼ ଆଉ ଏଥିରେ କ'ଣ ସବୁ ଅଛି। ପାଲି କାନନ ଅନୁସାରେ ମୋଟ ଜାତକ କଥାର ସଂଖ୍ୟା ହେଉଛି 547। ହଁ, 547। ଟିକେ ଭାବନ୍ତୁ ତ, ଏହା ଖାଲି କିଛି କାହାଣୀ ନୁହେଁ, ଏହା ହେଉଛି ନୈତିକତାର ଏକ ବିଶାଳ ଜ୍ଞାନକୋଷ। ଆଉ ଏତେ ବଡ଼ ସଂଗ୍ରହକୁ ବହୁତ ସୁନ୍ଦର ଭାବରେ ସଜାଯାଇଛି। କାହାଣୀଗୁଡ଼ିକୁ ସେଥିରେ ଥିବା ପଦ୍ୟ ବା ଗାଥା ସଂଖ୍ୟା ଅନୁସାରେ ଛୋଟରୁ ବଡ଼ କ୍ରମରେ ରଖାଯାଇଛି। ଆଉ ସବା ଶେଷ ଭାଗ, ଯାହାକୁ ମହାନିପାତ କୁହାଯାଏ, ସେଥିରେ ଥିବା 10ଟି କାହାଣୀ ସବୁଠୁ ଲମ୍ବା ଆଉ ମହାକାବ୍ୟ ପରି। ଏହାର ଗୋଟେ ବହୁତ ପ୍ରସିଦ୍ଧ ଉଦାହରଣ ହେଉଛି ବେସନ୍ତର ଜାତକ। ଏହା ଚରମ ଦାନର ମହତ୍ତ୍ୱ ଶିଖାଏ। ଏହି କାହାଣୀରେ ରାଜକୁମାର ବେସନ୍ତର ନିଜର ସବୁକିଛି ଦାନ କରିଦେଇଥିଲେ, ଏମିତିକି ନିଜର ସବୁଠୁ ପ୍ରିୟ ପିଲାମାନଙ୍କୁ ମଧ୍ୟ। 1 ମିନିଟ୍, ନିଜ ପିଲାମାନଙ୍କୁ ଦାନ କରିଦେବା, ଏଇଟା ଟିକେ ଅଜବ ଲାଗୁନି କି? ବରଂ ଏହାକୁ ତ ଦାୟିତ୍ୱହୀନତା କୁହାଯିବ, ନୁହେଁ କି? ଏଠି ଟିକେ ଗଭୀର ଭାବେ ବୁଝିବାକୁ ପଡ଼ିବ। ଏହି କାହାଣୀଟିକୁ ଆକ୍ଷରିକ ଅର୍ଥରେ ନେବାର ନୁହେଁ। ଏହା ଏକ ଦାର୍ଶନିକ ଚିନ୍ତନ, ଗୋଟେ ଥଟ୍ ଏକ୍ସପେରିମେଣ୍ଟ। ଏହାର ଉଦ୍ଦେଶ୍ୟ ହେଉଛି ଏହା ଦେଖାଇବା ଯେ ଜ୍ଞାନୋଦୟ ପାଇଁ ଯେଉଁ ନିରାଶକ୍ତି ଦରକାର, ତାର ଶୀର୍ଷସ୍ତର କ'ଣ ହୋଇପାରେ। ଆଉ ଗୋଟେ ଶକ୍ତିଶାଳୀ ଉଦାହରଣ ଦେଖନ୍ତୁ, ମହାକପି ଜାତକ। ଏଥିରେ ବୋଧିସତ୍ତ୍ୱ ଜଣେ ମାଙ୍କଡ଼ ରାଜା ଥିଲେ। ଯେତେବେଳେ ତାଙ୍କ ପ୍ରଜାମାନେ ବିପଦରେ ପଡ଼ିଲେ, ସେମାନଙ୍କୁ ବଞ୍ଚାଇବା ପାଇଁ ସେ ନିଜ ଶରୀରକୁ ହିଁ ପୁଲ୍ କରିଦେଲେ। ନେତୃତ୍ୱ ଆଉ ଆତ୍ମବଳିଦାନର ଏହାଠୁ ବଡ଼ ଉଦାହରଣ ଆଉ କ'ଣ ହୋଇପାରେ? ଏବେ ଆସନ୍ତୁ ଆମର ଆଲୋଚନାକୁ ଆଉ ଟିକେ ଆଗକୁ ନେବା। ଦେଖିବା ଏହି କାହାଣୀଗୁଡ଼ିକ କେମିତି ହଜାର ହଜାର ବର୍ଷ ଧରି ସାରା ଦୁନିଆର ସଂସ୍କୃତି, କଳା ଆଉ ସାହିତ୍ୟକୁ ପ୍ରଭାବିତ କରିଆସିଛି। ଏହାର ଛାପ ଆମେ କଳା ଆଉ ସ୍ଥାପତ୍ୟରେ ସ୍ପଷ୍ଟ ଦେଖିପାରିବା।
ସାଞ୍ଚି ସ୍ତୂପର ତୋରଣ ହେଉ କିମ୍ବା ଅଜନ୍ତାର ସେହି ବିଶ୍ୱପ୍ରସିଦ୍ଧ ଗୁମ୍ଫା ଚିତ୍ର ସବୁଠି ଏହି କାହାଣୀଗୁଡ଼ିକ ଜୀବନ୍ତ ହୋଇଉଠିଛି। ସେ ସମୟରେ ତ ସମସ୍ତେ ପାଠ ପଢ଼ିନଥିଲେ, ତେଣୁ ଏଗୁଡ଼ିକ ଥିଲା ସେମାନଙ୍କ ପାଇଁ ପ୍ରାଚୀନ କମିକ୍ସ ବା ଫିଲ୍ମ ପରି, ଯାହା ମନୋରଞ୍ଜନ ସହ ଶିକ୍ଷା ବି ଦେଉଥିଲା। ଆଉ ଏଠି ଏକ ବହୁତ ମଜାଦାର କଥା ଅଛି। ଆମ ଜାତକ କଥା ଆଉ ପଶ୍ଚିମ ଦେଶର ଇସପ୍ଙ୍କ କାହାଣୀ ଭିତରେ ଏକ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ରହିଛି। ଅନେକ କାହାଣୀର ମୂଳ କଥା ଆଉ ଶିକ୍ଷା ପ୍ରାୟ ଏକା, ବାସ୍ ଫରକ ଏତିକି ଯେ ଚରିତ୍ର ଆଉ ପରିବେଶକୁ ସ୍ଥାନୀୟ ସଂସ୍କୃତି ଅନୁସାରେ ବଦଳାଇ ଦିଆଯାଇଛି। ତେବେ ଏହା କେମିତି ସମ୍ଭବ ହେଲା? ସେତେବେଳେ ରେଶମ ମାର୍ଗ ବା ସିଲ୍କ ରୋଡ୍ ଦେଇ ଯାଉଥିବା ବୌଦ୍ଧ ଭିକ୍ଷୁ ଆଉ ବ୍ୟବସାୟୀମାନେ କେବଳ ମାଲପତ୍ର ନେଇକି ଯାଉନଥିଲେ, ସେମାନେ ନିଜ ସହ ଏହି ଜ୍ଞାନର କାହାଣୀଗୁଡ଼ିକୁ ବି ନେଇଯାଉଥିଲେ। ଆଉ ଏମିତି ଭାବରେ ଏହି କାହାଣୀଗୁଡ଼ିକ ପୁରା ବିଶ୍ୱରେ ଏକ ସାଧାରଣ ଐତିହ୍ୟ ପାଲଟିଗଲା। ଆଚ୍ଛା, ଏବେ ଆସନ୍ତୁ ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିବା। ଏହିସବୁ କାହାଣୀ ପଛରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ବାର୍ତ୍ତାଟି କ'ଣ ତାକୁ ବୁଝିବା। ଏହିସବୁ କାହାଣୀ ଆମ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଏ। ଯଦି ଜଣେ ରାଜାଙ୍କଠାରୁ ଆରମ୍ଭ କରି ଗୋଟେ ସାଧାରଣ ଠେକୁଆ ପର୍ଯ୍ୟନ୍ତ ସବୁ ଜୀବଙ୍କ ଭିତରେ ବୁଦ୍ଧତ୍ୱ ପାଇବାର ସମ୍ଭାବନା ଲୁଚି ରହିଛି, ତାହେଲେ ଟିକେ ଭାବନ୍ତୁ ତ ଏହି ଚିନ୍ତାଧାରା ଆମ ଆଖପାଖ ଦୁନିଆକୁ ଦେଖିବାର ଦୃଷ୍ଟିକୋଣକୁ କେତେ ମାତ୍ରାରେ ବଦଳାଇ ଦେଇପାରେ।